ରାଧେ ରାଧେ ସାଙ୍ଗମାନେ, ମୁଁ ମାମୁନି ସ୍ୱାଗତ କରୁଛି ମୋର ୟୁଟ୍ୟୁବ୍ ଚ୍ୟାନେଲ୍ ଗଞ୍ଜାମ ଝିଅ କନ୍ଧମାଳ ବୋହୂକୁ। ତ ସାଙ୍ଗମାନେ, ମୁଁ ଆଜି ଛତୁ ମସଲା ବନେଇବା ପାଇଁ ଯାଉଛି। ଛତୁ ମସଲା ମୁଁ କେମିତି ବନାଉଛି ଚାଲନ୍ତୁ ଦେଖିନେବା। ତ ପ୍ରଥମେ ଛତୁ ନେଇଯାଇଛି, ତାପରେ କଡ଼ାଇରେ ତେଲ ନେଇ ଜିରାକୁ ଫୁଟେଇ ଦେଇଛି, ତାପରେ ତେଜପତ୍ର ଟିକେ ପକେଇ ନେଇଛି, ତାପରେ ଅଦା ରସୁଣ ଛେଚିକି ରଖିଲି ତାକୁ ବି ପକେଇ ନେଇଛି। ତ ଚାଲନ୍ତୁ ଆଗକୁ ମୁଁ କ'ଣ କରୁଛି ମୁଁ ଆପଣମାନଙ୍କୁ ଦେଖାଉଛି। ତାପରେ ମୁଁ ବହୁତ ସାରା ପିଆଜ ନେଇଯାଇଛି, ତ ପିଆଜକୁ ବି ପକେଇ ନେଇଯାଇଛି। ତାକୁ ପକାଇ ସାରିଲା ପରେ କଡ଼େଇରେ ଟିକେ ଏପଟ ସେପଟ କରିନେବା। ଦେଖନ୍ତୁ ପିଆଜ ମୋର ଗୋଲ୍ଡେନ୍ ବ୍ରାଉନ୍ ହେଇଯାଇଛି। ଯେତେବେଳେ ଗୋଲ୍ଡେନ୍ ବ୍ରାଉନ୍ ହେଇଯାଏ ନା, ତାପରେ ଟମାଟୋକୁ ପକେଇ ନେଇଯିବେ। ତ ମୁଁ 2ଟି ଟମାଟୋ ବି ନେଇଯାଇଥିଲି, କାହିଁକିନା ମୁଁ ଛତୁକୁ ଦେଖିକି ତା ଅନୁସାରେ ଟମାଟୋ ନେଇଥିଲି। ଆପଣଙ୍କୁ ଯଦି ବହୁତ ଦରକାର ତାହେଲେ ନେଇପାରିବେ। ତାପରେ ମସଲା ଗୁଣ୍ଡ, ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ତାପରେ ଆଉ ଗୋଟେ ମସଲା ଗୁଣ୍ଡ ମାନେ ମିଟ୍ ମସଲା, ତାକୁ ଦେଇକି ପାଣି ଟିକେ ପକେଇ ନେଇଥିଲି, କାହିଁକିନା ମସଲାଟା ଟିକେ ସିଝିବ, ସିଝିଲେ ହିଁ ଭଲ ଲାଗିବ ଖାଇବା ପାଇଁ। ଦେଖନ୍ତୁ କଢ଼ାଇରୁ ମସଲା ଛାଡ଼ି ଆସିଲାଣି। ଯେତେବେଳେ କଢ଼ାଇରୁ ମସଲା ଛାଡ଼ି ଆସିବ ନା, ଆପଣ ଭାବିବେ କି ମସଲା ରେଡ଼ି ହେଇଯାଇଛି। ତାପରେ ମୁଁ ଛତୁକୁ ପକେଇ ନେଇ ତାକୁ ମିକ୍ସ କରି ନେଇଥିଲି। ତ ଦେଖି ନିଅନ୍ତୁ, ମୁଁ ବର୍ତ୍ତମାନ ଛତୁକୁ ମିକ୍ସ କରି ନେଇଯାଇଛି। କେତେ ସୁନ୍ଦର ଭାବରେ ମିକ୍ସ ବି ହେଇଯାଇଛି। ତାକୁ ଟିକେ କଭର କରିନେବା। ଆଉ ଏତିକି ଧ୍ୟାନ ରଖିବେ, ବିଲକୁଲ ବି ଲୁଣ ପକେଇବେନି, କାହିଁକି ନା ଲୁଣ ପକେଇଲେ ନା ବହୁତ ପାଣି ବାହାରିବ। ଦେଖନ୍ତୁ ବିନା ଲୁଣରେ ଏତେ ପାଣି ବାହାରିଛି। ଲୁଣ ପକେଇଥିଲେ କ'ଣ ହେଇଥାନ୍ତା? ତ ମୁଁ ଲୁଣ ବିଲକୁଲ ବି ନେଇନଥିଲି, ମାନେ ନେଇଛି ଲାଷ୍ଟରେ ପକେଇଛି। ପାଣି ପୁରା ବାହାରି ସାରିଲା ପରେ ତାପରେ ମେଥି ପତ୍ର ଟିକେ ପକେଇ ନେଇଯିବା। ଦେଖି ନିଅନ୍ତୁ କେତେ ସୁନ୍ଦର ଭାବରେ ପାଣି ବାହାରି ଇଏ ସିଝି ହେଇଗଲାଣି। ତ ଚାଲନ୍ତୁ ତାକୁ ଟିକେ କଭର କରି ପୁଣି ଥରେ ଦେଖିଦେବା। ଦେଖି ନିଅନ୍ତୁ ହେଇଗଲାଣି। ତାପରେ ଆମେ ଧନିଆ ପତ୍ର ଟିକେ ପକେଇ ନେଇଯିବା। ଧନିଆ ପତ୍ର ଯାହାକୁ ବି ପସନ୍ଦ ନାହିଁ, କାହିଁକିନା ଧନିଆ ପତ୍ର ସମସ୍ତଙ୍କୁ ପସନ୍ଦ ନୁହଁ, ଯାହାକୁ ବି ପସନ୍ଦ ନାହିଁ ସ୍କିପ୍ କରିପାରିବେ, କିଛି କାହିଁକି ନା କାହାକୁ ବି ବାଧ୍ୟ ନାହିଁ। ତ ଚାଲନ୍ତୁ, ଆମର ଛତୁ ମସଲା ବନିକି ରେଡ଼ି ହେଇଯାଇଛି। ତ ଛତୁ ମସଲାକୁ ଆପଣମାନେ ଭାତ ସହିତ ଖାଇପାରିବେ, ରୁଟି ସହିତ, ନାନ୍ ସହିତ, କାହା ସହିତ ବି ଖାଇପାରିବେ, କିନ୍ତୁ ମୁଁ ନାନ୍ ସହିତ ଖାଇଥିଲି, କାହିଁକି ନା ତ ସାଙ୍ଗମାନେ, ଆପଣମାନେ ତ ଦେଖିଲେ ମୁଁ ଛତୁ ମସଲା କେମିତି କଲି। ତ ମୋ ଭିଡ଼ିଓଟି ଯଦି ଆପଣମାନଙ୍କୁ ଭଲ ଲାଗିଛି ତାହେଲେ ଲାଇକ୍, ସେୟାର, ସବସ୍କ୍ରାଇବ୍ ନିହାତି କରିବେ। ଆଉ କମେଣ୍ଟ ମାଧ୍ୟମରେ ନିହାତି ଜଣାଇବେ ମୋ ଭିଡ଼ିଓଟି ଆପଣଙ୍କୁ କେମିତି କ'ଣ ଲାଗିଛି। ତ ରହିଲି ସାଙ୍ଗମାନେ, ରାଧେ ରାଧେ।